ନୂଆ ବିଷୟରେ କଥା ହେବା। ଏଇଟା ହେଉଛି ନେକ୍ସଟ ଓଏଏସ୍ ନାମକ ଏକ ବାର୍ଷିକ କରେଣ୍ଟ ଆଫେୟାର୍ସ ସଂକଳନ। ଆମ ପାଖରେ ଏହାର ପ୍ରମୋଶନାଲ ମେଟେରିଆଲ ଅଛି, ଆଉ ଆମେ ଚେଷ୍ଟା କରିବା ବୁଝିବାକୁ ଯେ ଏଇଟା ଓଡ଼ିଶାର ପିଲାମାନଙ୍କ ପାଇଁ, ମାନେ ଯେଉଁମାନେ ଓପିଏସସି, ଓଏଏସ୍, ଓଏସଏସସି ପରି ପରୀକ୍ଷା ଦେଉଛନ୍ତି, ସେମାନଙ୍କ ପାଇଁ କେତେ କାମରେ ଆସିବ। ହଁ, ମାନେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର ଭଲ ମନ୍ଦ ଦିଗ ଦେଖିବା। କ'ଣ ଅଛି ଏଥିରେ, କେତେ ଦମ ଅଛି, କୋଉଠି କମ୍ ରହିଯାଇଛି, ସେସବୁ ବିଷୟରେ ଟିକେ କଥା ହେବା। ଆଚ୍ଛା, ତେବେ ଆସନ୍ତୁ ଆରମ୍ଭ କରିବା। ମୂଳ କଥା ହେଲା, ଏଇଟା ଗୋଟେ ବାର୍ଷିକ କରେଣ୍ଟ ଆଫେୟାର୍ସ କମ୍ପାଇଲେସନ୍, ଜୁନ୍ 2024ରୁ ଜୁନ୍ 2025 ପାଇଁ 2ଟା ଭଲ୍ୟୁମ୍ରେ ଆସୁଛି। ହଁ, ଆଉ ଟାର୍ଗେଟ୍ ହେଉଛି ଓଡ଼ିଶାର ପରୀକ୍ଷା ଓପିଏସସି, ଓଏଏସ୍, ଓଏସ୍ଏସସି, ଏପରିକି ଓଏସ୍ଏସସି ଆର୍ଆଇ ପାଇଁ ବି। କିନ୍ତୁ ଗୋଟେ କଥା ମୋତେ ଟିକେ ଆଶ୍ଚର୍ଯ୍ୟ କରୁଛି। ଏହାର ଯୋଉ ସୋର୍ସ ବା ସୂତ୍ର ଦିଆଯାଇଛି, ସେଗୁଡ଼ିକ ହେଲା ଦ ହିନ୍ଦୁ, ପିଆଇବି ଆଉ ଇଣ୍ଡିଆନ୍ ଏକ୍ସପ୍ରେସ୍। ଏଗୁଡ଼ିକ ତ ସବୁ ଜାତୀୟ ସ୍ତରର। ଓଡ଼ିଶା ପରୀକ୍ଷା ପାଇଁ ଏହା କେତେ ଠିକ୍? ହଁ, ଏଇଟା ଗୋଟେ ଭଲ ପଏଣ୍ଟ। ଦେଖନ୍ତୁ, ଏହି ଜଣାଶୁଣା ଜାତୀୟ ସୋର୍ସ ବ୍ୟବହାର କରିବାର ଅର୍ଥ ହେଲା ଜାତୀୟ ଏବଂ ଆନ୍ତର୍ଜାତୀୟ ଘଟଣାବଳୀ ଉପରେ ଗୁରୁତ୍ୱ ଦିଆଯାଇଛି। ଏଇଟା ବି ତ ସିଲାବସ୍ରେ ଅଛି। ବୋଧହୁଏ ଏହା ୟୁପିଏସସି ପ୍ରସ୍ତୁତିର ଯୋଉ ଷ୍ଟାଇଲ, ତାକୁ ଫଲୋ କରିବାକୁ ଚେଷ୍ଟା କରୁଛି, କାରଣ ସେଠି ଏହି ସୋର୍ସଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା। କିନ୍ତୁ କେବଳ ଏତିକିରେ ଓଡ଼ିଶା ପରୀକ୍ଷା ପାଇଁ ସବୁକିଛି ହେଇଯିବ କି ନାହିଁ, ସେଇଟା ଗୋଟେ ପ୍ରଶ୍ନ। ହଁ, ଆଉ ଗୋଟେ ଦାବି ବି ଅଛି ଯେ ଏଥିରେ ପ୍ରିଲିମ୍ସ ଆଉ ମେନ୍ସ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନୋନୀତ ବିଷୟ ଦିଆଯାଇଛି। ଏଇ ମନୋନୀତ ବା ସିଲେକ୍ଟେଡ୍ କେମିତି କରାଯାଇଛି ସେଇଟା ତ ସ୍ପଷ୍ଟ ନୁହେଁ। କିନ୍ତୁ ଯଦି ଭଲ ଭାବରେ କରାଯାଇଥାଏ, ତେବେ ପିଲାଙ୍କ ସମୟ ବଞ୍ଚିପାରିବ। କିନ୍ତୁ ଏଠି ଗୋଟେ ବଡ଼ କିନ୍ତୁ ଅଛି ବୋଧେ। ଏକଦମ ଠିକ୍। ସେଇ ବଡ଼ କିନ୍ତୁଟା ହେଉଛି, ଏଥିରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ ବର୍ତ୍ତମାନ ସୁଦ୍ଧା ଏଥିରେ ଓଡ଼ିଶା କେନ୍ଦ୍ରିକ କରେଣ୍ଟ ଆଫେୟାର୍ସ ନାହିଁ। ଓହୋ, ତାହେଲେ ତ ଏଇଟା ବହୁତ ବଡ଼ କଥା। ତ ଯୋଡ଼ାଯିବ, କିନ୍ତୁ ଏବେ ପାଇଁ ତ ନାହିଁ। ତେଣୁ ପିଲାମାନଙ୍କୁ ଓଡ଼ିଶା କରେଣ୍ଟ ଆଫେୟାର୍ସ ପାଇଁ ଅଲଗା ସୋର୍ସ ଦେଖିବାକୁ ପଡ଼ିବ। ଏଇଟା ୟାର ଓଭରଅଲ୍ ୟୁଟିଲିଟିକୁ କମ୍ କରୁଛି। ହଁ, ଏହା ତ ଗୁରୁତ୍ୱପୂର୍ଣ୍ଣ କଥା। ଆଚ୍ଛା, ଏହାକୁ ପାଇବେ କେମିତି, ସେ ବିଷୟରେ ବି କୁହାଯାଇଛି। ନେକ୍ସଟ ଓଏସ୍ ଟେଲିଗ୍ରାମ ଚ୍ୟାନେଲରେ PDF ମିଳିବ, ଆଉ ଅଧିକ ବ୍ୟାଖ୍ୟା ପାଇଁ ନେକ୍ସଟ ଓଏସ୍ ୟୁଟ୍ୟୁବ୍ ଚ୍ୟାନେଲ ବି ଅଛି। ତେଣୁ ଆକ୍ସେସ୍ କରିବା ସହଜ। ଡିଜିଟାଲ ମିଡିଆରେ ଅଛି ମାନେ ବହୁତ ପିଲାଙ୍କ ପାଇଁ ସୁବିଧା। ହଁ, ଡିଜିଟାଲ ଆକ୍ସେସ୍ ତ ଆଜିକାଲି ଜରୁରୀ। ଆଉ ଗୋଟେ କଥା ଦେଖନ୍ତୁ, ସେମାନେ ପଢ଼ିବାର ଗୋଟେ ତରିକା ବି କହିଛନ୍ତି। ଡକ୍ୟୁମେଣ୍ଟକୁ ପ୍ରିଣ୍ଟ କର, ଆଉ ପ୍ରତିଦିନ 15-20 ମିନିଟ୍ ପଢ଼ି ରିଭାଇଜ୍ କର। ହଁ, ସେଇଟା କାହିଁକି କହିଛନ୍ତି? ଏଇଟା ଗୋଟେ ପ୍ରମାଣିତ ଟେକ୍ନିକ୍, ଯାହାକୁ ସ୍ପେସ୍ ରେପିଟିସନ୍ କହନ୍ତି। ମାନେ କମ୍ ସମୟ ପାଇଁ ନିୟମିତ ପଢ଼ିଲେ ଜିନିଷ ଭଲ ମନେ ରହେ। ତ ସେମାନେ ଖାଲି କଣ୍ଟେଣ୍ଟ ଦେଉନାହାନ୍ତି, କେମିତି ପଢ଼ିବ ସେ ବିଷୟରେ ବି କହୁଛନ୍ତି। ଆଚ୍ଛା, ମାନେ ଗୋଟେ କମ୍ପ୍ଲିଟ୍ ପ୍ୟାକେଜ ଭଳି ଦେଖିବାକୁ ଚେଷ୍ଟା କରୁଛନ୍ତି। ହଁ, କିନ୍ତୁ ଏଇ ପଢ଼ିବା ଷ୍ଟାଇଲ୍ ସମସ୍ତଙ୍କୁ ସୁଟ୍ କରିବ କି ନାହିଁ, ସେଇଟା ଅଲଗା କଥା। ନିଜ ନିଜ ଅଭ୍ୟାସ ଉପରେ ନିର୍ଭର କରେ। ଆଉ ଶେଷରେ ଗୋଟେ ମୋଟିଭେସନାଲ ଲାଇନ୍ ବି ଅଛି, ନିରନ୍ତରତା ହେଉଛି ସଫଳତାର ଚାବିକାଠି। ଏଇଟା ତ ସବୁବେଳେ ସତ। ହଁ, ପିଲାଙ୍କ ମନୋବଳ ବଢ଼ିବା ପାଇଁ ଏମିତି କଥା ଜରୁରୀ। ଠିକ୍ ଅଛି। ତେବେ ଏହି ପୁରା ଆଲୋଚନାର ମୁଖ୍ୟ କଥା କ'ଣ ବାହାରିଲା? ଏଇଟା ଓଡ଼ିଶା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଗୋଟେ କରେଣ୍ଟ ଆଫେୟାର୍ସ ମେଟେରିଆଲ, ହଁ, ଯାହା ଜଣାଶୁଣା ନ୍ୟାସନାଲ ସୋର୍ସରୁ ନିଆଯାଇଛି। ଟେଲିଗ୍ରାମ, ୟୁଟ୍ୟୁବରେ ମିଳୁଛି, ଆଉ ନିୟମିତ ରିଭିଜନକୁ ଗୁରୁତ୍ୱ ଦେଉଛି। ଏକଦମ। କିନ୍ତୁ ସବୁଠାରୁ ବଡ଼ ଦୁର୍ବଳତା ହେଲା ବର୍ତ୍ତମାନ ପାଇଁ ଓଡ଼ିଶା ସ୍ପେସିଫିକ୍ କିଛି ନାହିଁ। ହଁ, ସେଇଟା ତ ମାନିବାକୁ ପଡ଼ିବ। ତେଣୁ ଏଇଟା ଖାଲି କଣ୍ଟେଣ୍ଟ ନୁହେଁ, ଗୋଟେ ପଢ଼ିବା ପଦ୍ଧତି ସହ ବି ଯୋଡ଼ା। ଏଥିରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସୁଛି, ଯଦି ଓଡ଼ିଶା ନ୍ୟୁଜ୍ ନାହିଁ, ତେବେ ଏହାକୁ କେମିତି କମ୍ପ୍ଲିମେଣ୍ଟ କରିବେ ପରୀକ୍ଷାର୍ଥୀମାନେ? ଠିକ୍ କଥା। ମାନେ ଅନ୍ୟ କ'ଣ ସୋର୍ସ ଦେଖିବାକୁ ପଡ଼ିବ? ହଁ, କେଉଁ ଅନ୍ୟ ସାଧନ ବା ଷ୍ଟ୍ରାଟେଜି ଦରକାର ଏହାକୁ ପୂରଣ କରିବା ପାଇଁ? ଆଉ ଗୋଟେ କଥା ଭାବିବା ପାଇଁ ଛାଡ଼ି ଦେଉଛି, ଓଡ଼ିଶା ପରୀକ୍ଷା ପାଇଁ ପ୍ରକୃତରେ ଜାତୀୟ ଆଉ ରାଜ୍ୟସ୍ତରୀୟ ଖବର ଭିତରେ ସଠିକ୍ ବାଲାନ୍ସ କେମିତି ରଖାଯିବ, ଏଇଟା ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ନିଜ ପ୍ରସ୍ତୁତି ବେଳେ ଭଲ ଭାବରେ ବିଚାର କରିବାକୁ ପଡ଼ିବ।